କିଛି କଣ କହୁନାହାନ୍ତି ଟିକେ କୁହନ୍ତୁ ଆଜ୍ଞା କଣ କହୁନାହାନ୍ତି ମନୋଜ ବାବୁ କିଛି କୁହନ୍ତୁ କାହାକୁ ସୁରକ୍ଷା ଦଉଛନ୍ତି? ମନୋଜ ବାବୁ ଆପଣ ତ ତିନି ପାଞ୍ଜୁରୀ ଗଲେ ଆପଣଙ୍କୁ କାହାକୁ କାହାକୁ ଆପଣଙ୍କ ଉପରେ କିଏ ଅଛନ୍ତି ବଡ ବାବୁ ପ୍ରଭାବଶାଳୀ ବ୍ୟକ୍ତି କିଏ? ନିମ୍ବୁଡା କୋଉଠୁ ଜାଣିଲେ? ଶୁଣନ୍ତୁ କଥା ହଉଛି ଯେ ଏଇ ଯୋଉ ବର୍ତ୍ତମାନ ନ୍ୟୁଜ ମିଡିଆରେ ସବୁଆଡେ ବର୍ତ୍ତମାନ ଦେଖାଯାଉଛି ଯେ ପାଠ୍ୟ ପୁସ୍ତକରେ 3000 ଭୁଲ। କଥା ହଉଛି ମୁଁ ଗୋଟେ ଅଭିଭାବକ ହିସାବରେ ଏତିକି କହିବା ପାଇଁ ଚାହୁଁଛି ଯେ ଗୋଟେ ଏଭଳିଆ ଭୁଲ କାହିଁକି ହଉଛି, ଏଭଳିଆ ଭୁଲ କାହିଁକି ହଉଛି, ଏ ଭୁଲ ଆଗରୁ ହଉନଥିଲା ଏବେ ବାରମ୍ବାର କାହିଁକି ହଉଛି। କଥା ଭୁଲ ହବା ଦ୍ୱାରା କଣ ଓଡିଶାରେ 40 ଲକ୍ଷ ପିଲା, 40 ଲକ୍ଷ ପିଲାଙ୍କର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ବର୍ତ୍ତମାନ ସୃଷ୍ଟି ହେଇଛି। ଯଦି ଏ ବହିର ପରିବର୍ତ୍ତନ କିଛି କରାଯାଏ, ପିଲାମାନଙ୍କୁ ଯଦି ଭୁଲ ଶିକ୍ଷା ଦିଆଯିବ ତାଙ୍କ ଭବିଷ୍ୟତ ଅନ୍ଧାର ହେଇଯିବ। ତେଣୁ ସେମାନେ କିନ୍ତୁ ଯୋଉମାନେ ଏଭଳିଆ ଭୁଲ କାମ କରୁଛନ୍ତି, 40 ଲକ୍ଷ ପିଲାଙ୍କ ଭବିଷ୍ୟତ ଉପରେ ଖେଳୁଛନ୍ତି, ତାଙ୍କ ଉପରେ ଗୋଟେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଯୋଉ ଏମିତି ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ଯୋଉଟା କି ତାଙ୍କ ଜୀବନରେ ଆଉ କେବେ ସେଭଳିଆ ଭୁଲ କାମ କରିବେ ନାହିଁ। ତ ପିଲାମାନଙ୍କ ଭବିଷ୍ୟତ ଖେଳିବାଟା ଗୋଟେ ଆମେ ପିଲାମାନଙ୍କୁ କଣ ପାଇଁ କରୁଛନ୍ତି, ସେମାନେ ଆଗାମୀ ଭବିଷ୍ୟତ ଦେଶ ଗଢିବାରେ ସେମାନେ ସହାୟକ। ପିଲାମାନେ ହଉଛନ୍ତି ଦେଶ ଗଢିବାର ସହାୟକ। ତାଙ୍କୁ ଯଦି ଆମେ ଭୁଲ ପାଠରେ ବର୍ତ୍ତମାନ ନବା, ତେଣୁ ନେଚୁରାଲ ଦେଶ ମାନେ ଭାଙ୍ଗିଯିବ, ଦେଶ ଗଢିବାର ଇଏ ହବ, ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହେଇଯିବ, ସମସ୍ତେ ବେକାର ହେଇଯିବେ। ଭୁଲ ପାଠଟାକୁ ଆମେ ଓଡିଶା ଗୋଟେ ଜିଲ୍ଲା, ଓଡିଶା କି ନିମୁଡା ଯୋଉ ସବୁ ଆମେ ସବୁ ନ୍ୟୁଜ ମାଧ୍ୟମରେ ଯାହା ଦେଖା ଯେତେ ପ୍ରକାର ଭୁଲ ଏପର୍ଯ୍ୟନ୍ତ ହେଇଛି ବା ଭୁଲ କରାଯାଉଛି ସେଟା ଠିକ ନୁହଁ। ଏହି ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ଜଣାନ୍ତୁ। ଧରିତ୍ରୀ ଲାଇଭ୍ ର ୟୁଟ୍ୟୁବ ଏବଂ ଫେସବୁକ୍ ଚ୍ୟାନେଲ କୁ ସब्सक्राइब କରନ୍ତୁ। ଅଧିକ ଖବର ପାଇଁ ଲॉगिन କରନ୍ତୁ www.dharitri.com।